ଗୋଟିଏ ଅଗନାଗନି ବନସ୍ତରେ ହାତୀ, ବାଘ, ବିଲୁଆ, ଗଧିଆ, ଠେକୁଆ ଆଦି ନାନା ଜାତିର ପ୍ରାଣୀ ରହୁଥିଲେ। ତାଙ୍କ ଭିତରେ ସିଂହ ଥିଲା ରାଜା। ବିଲୁଆ ତ ବହୁତ ଚାଲାକ ପ୍ରାଣୀ। ଦିନେ ତା ମନରେ ମନ୍ତ୍ରୀ ହେବାର ଇଚ୍ଛା ସୃଷ୍ଟି ହେଲା। ବିଲୁଆ ଯାଇ ସିଂହ ରାଜା ପାଖରେ ପହଞ୍ଚିଲା। ଆଉ ନିଜେ ମନ୍ତ୍ରୀ ହେବାର କଥା କହିଲା। କିନ୍ତୁ ସେଠାରେ ଗଧିଆ ପାଖରେ ଥିଲା। ବିଲୁଆର ମନ୍ତ୍ରୀ ହେବାର କଥା ଶୁଣି ଗଧିଆକୁ କେମିତି ଲାଗିଲା। ଆଉ ସେ ତାର ବିରୋଧ କଲା। ମହାରାଜ, ଆପଣ ତ କାମ କରି କରି ବହୁତ ଥକି ପଡ଼ିଲେଣି। ଆଜିକାଲି ବହୁତ କ୍ଳାନ୍ତ ବି ଆପଣ ଦେଖାଯାଉଛନ୍ତି। ଆପଣ ଯଦି ଟିକେ କାମର ଭାର କମି ଦିଅନ୍ତେ ତାହେଲେ ବହୁତ ଭଲ ହୁଅନ୍ତା। ହେଲେ କାମର ଭାର କେମିତି କମିବ? କେମିତି କ'ଣ ମ, ଆପଣ ଯଦି ଆପଣଙ୍କ କାମ କାହା ସହିତ ଭାଗ କରି ଦିଅନ୍ତେ କେତେ ଭଲ ହୁଅନ୍ତା। କାହା ସହ ଭାଗ କରିବି? ଏମିତି କିଏ ଅଛି ମୋର ଦାୟିତ୍ୱ ନେଇପାରିବ? ଅଛି ମହାରାଜ, ଅଛି। ସେ ପ୍ରାଣୀ ଆପଣଙ୍କ ସାମ୍ନାରେ ଅଛି, ହେଲେ ଆପଣ ତାକୁ ଜାଣିପାରୁନାହାନ୍ତି। କିଏ ତମେ? ହେ 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 ହେ। ହଁ ମହାରାଜ। ହେ 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 ହେ। ମହାରାଜ, କେମିତିକା ସମୟ ଆସିଲା ଦେଖନ୍ତୁ। ବିଲୁଆ କହୁଛି ମନ୍ତ୍ରୀ ହେବ। ତୁ ପୁରା ଚୁପ୍ କର। କଥାଟା ମହାରାଜ ଆଉ ମୋ ଭିତରେ ଚାଲିଛି। ଆରେ ତୁ କ'ଣ ମନ୍ତ୍ରୀ ହେବାର ଯୋଗ୍ୟ? ରୁହ, ଝଗଡ଼ା କରିବା ବନ୍ଦ କର ଆଉ ମୋ କଥା ଶୁଣ। ଏଇ କଥା ମୁଁ କିଛି ଦିନ ଭିତରେ ଫଇସାଲା କରିଦେବି। ସିଂହ ମହାରାଜ ତାଙ୍କ କଥା କହି ସେଠାରୁ ଚାଲିଗଲେ। ଗଧ ବି ତା ରାସ୍ତାରେ ସିଏ ଚାଲିଗଲା। କିନ୍ତୁ ବିଲୁଆ ସେଠାରେ ଠିଆ ହୋଇଥାଏ। ତାର ମନ ବହୁତ ଦୁଃଖ ହୋଇଥାଏ। ମନେ ମନେ ଗଧିଆ ଉପରେ ବହୁତ ଜୋର ରାଗୁଥାଏ। କିଛି ସମୟ ପରେ ବିଲୁଆ ସେଠାରୁ ଚାଲିଗଲା ଆଉ ତା ଗୁମ୍ଫାରେ ପହଞ୍ଚିଲା। ବିଲୁଆ ମନେ ମନେ ଭାବୁଥାଏ ଗଧିଆକୁ କେମିତି ପାନେ ଦେବ। ଗଧିଆ ଆଜି ନଥିଲେ ବିଲୁଆ ଆଜି ମନ୍ତ୍ରୀ ହେବା ପକ୍କା। ସକାଳ ହୋଇଗଲା। ସକାଳ ହେବାରୁ ସିଂହରାଜ ନିଜ ଗୁମ୍ଫାରୁ ବାହାରକୁ ଶିକାର କରିବା ପାଇଁ ବାହାରି ପଡ଼ିଲେ। ଆଉ ସେପଟେ ଗଧିଆ ବି ଶିକାର ପାଇଁ ବାହାରିଗଲା। ଗତ ଦିନର ଯୋଜନା ଅନୁସାରେ ଶିଆଳ ଯାଇ ପହଞ୍ଚିଲା ମହାରାଜାଙ୍କ ପାଖରେ। ଆଉ ତାଙ୍କ ଗୁମ୍ଫାରୁ 4 ଖଣ୍ଡ ମାଂସ ଆଣି ଗଧିଆ ଗୁମ୍ଫାରେ ରଖିଦେଲା। ସନ୍ଧ୍ୟା ହୋଇଗଲା। ସନ୍ଧ୍ୟା ବେଳକୁ ସିଂହ ମହାରାଜ ନିଜ ଗୁମ୍ଫାକୁ ଫେରିଲେ। ଆଉ 4 ଖଣ୍ଡ ମାଂସ କମିଯାଇଥିବା ଦେଖି ତାଙ୍କର ରାଗ ଆସିଲା। କାହାର ଏତେ ଦୁଃସାହସ ଯେ ସେ ଏଭଳି କାମ କରିଛି? ମୋ ଗୁମ୍ଫାରୁ ପୁଣି ମାଂସ ଚୋରି? ସିଂହ ରାଜାର ଏପରି ପାଟି ଶୁଣି ସବୁ ପଶୁପକ୍ଷୀ ସେଠାକୁ ଆସିଲେ। ଆଉ ସମସ୍ତେ ଜାଣିବାକୁ ପାଇଲେ ପୁଣି ସିଂହ ରାଜାଙ୍କ ଗୁମ୍ଫାରୁ ମାଂସ ଚୋରି ହୋଇଛି ବୋଲି। ସେଠି ଗଧିଆ ବି ଥିଲା। ସେ ନିଜ ଗୁମ୍ଫାକୁ ଯାଇ ଦେଖିଲା 4 ଖଣ୍ଡ ମାଂସ ତାରି ଗୁମ୍ଫାରେ ପଡ଼ିଛି। ତେଣୁ ସେ ବିଚଳିତ ହୋଇପଡ଼ିଲା। ଆରେ ଏସବୁ କେଉଁଠାରୁ ଆସିଲା? ମୁଁ ତ କିଛି ଶିକାର କରିନାହିଁ। ଆଚ୍ଛା, ତା ମାନେ ଏସବୁ ବିଲୁଆର ଚାଲ। ସେ ବିଲୁଆ ଏଇସବୁ କାମ କରିଛି। ଗଧିଆ ଏସବୁ ଦେଖି ଯାଇ ପହଞ୍ଚିଲା ସିଂହ ମହାରାଜ ପାଖରେ। ଆଉ ସେଠାକୁ ଯାଇ ସିଂହ ମହାରାଜଙ୍କୁ ସବୁ କଥା ଖୋଲିକି କହିଲା। ଆଉ ବିଲୁଆ ବି
ଏଇସବୁ ଦାୟୀ ବୋଲି ସେ ଜୋର କରି କହିଲା। ତମେ ଏଇ କଥା କେମିତି ଜୋର ଦେଇ କହିପାରୁଛ? ଏଥିପାଇଁ ବିଲୁଆ ଦାୟୀ? ମହାରାଜ, ବିଲୁଆ କହୁଥିଲା ମନ୍ତ୍ରୀ ହେବ ବୋଲି, ଆଉ ମୁଁ ସେଠି ରହି ତାକୁ ବିରୋଧ କରିଥିଲି। ତେଣୁ ମୋ ଉପରେ ରାଗ ସୁଝାଇବା ପାଇଁ ସେ ଏ କାମ କରିଛି। ତେବେ ତମେ ଗୋଟିଏ କାମ କର, ତମେ ଏକୁଟିଆ ଯାଇ ସେ ବିଲୁଆକୁ ପଚାର। ମୁଁ ତମ ପଛେ ପଛେ ଯାଉଛି, ଚାଲ। ଗଧିଆ ଯାଇ ପହଞ୍ଚିଲା ବିଲୁଆ ପାଖରେ, ଆଉ ସେଠି ତା ଗୁମ୍ଫାରେ ପଡ଼ିଥିବା ମାଂସ ବିଷୟରେ କହିଲା। ଜାଣିଲୁ ବିଲୁଆ ଭାଇ, କାଲି ସିଂହ ମହାରାଜ ଯେଉଁଥିପାଇଁ ରାଗିଥିଲେ ସେଥିପାଇଁ ମୁଁ ଦାୟୀ। ତାମାନେ ତୁ ତାଙ୍କ ମାଂସ ଚୋରି କରିଛୁ? ନା 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 ନା, ମୁଁ ଚୋରି କରିବି? କିଏ ଜଣେ ଜାଣିଶୁଣି 3 ଖଣ୍ଡ ମାଂସ ମୋ ଗୁମ୍ଫାରେ ପକେଇ ଦେଇଥିଲା। କ'ଣ 3 ଖଣ୍ଡ ମାଂସ? 3 ଖଣ୍ଡ ମାଂସ ନୁହେଁ, 4 ଖଣ୍ଡ ମାଂସ। 4 ଖଣ୍ଡ ମାଂସ ତ ଗୁମ୍ଫାରେ ରହିଥିଲା। ତୁ କେମିତି ଜାଣିଲୁ 4 ଖଣ୍ଡ ମାଂସ ବୋଲି? ମୁଁ ମାନେ ହେ 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 ହେ। ସିଂହ ମହାରାଜ କହୁନଥିଲେ 4 ଖଣ୍ଡ ମାଂସ ଚୋରି ହୋଇଯାଇଛି ବୋଲି? ସିଂହ ମହାରାଜ ତ କେବଳ ମାଂସ ଚୋରି ହୋଇଛି ବୋଲି କହୁଥିଲେ, ସିଏ ତ କେତେ ଖଣ୍ଡ କହିନାହାନ୍ତି। ମୋର ବି ସନ୍ଦେହ ଥିଲା ଯେ ଏ କାମ ବିଲୁଆ ହିଁ କରିଛି। ମୂର୍ଖ ବିଲୁଆ, ଏତେ ସାହସ ତୋର? କ୍ଷମା କରିଦିଅନ୍ତୁ ମହାରାଜ, ମୋତେ କ୍ଷମା କରିଦିଅନ୍ତୁ ମହାରାଜ। କ୍ଷମା କଲେ ଭୁଲ ହେବ। ତୁ ଏଇ ମୁହୂର୍ତ୍ତରେ ଏବେ ଏଇ ବଣ ଛାଡ଼ି ଚାଲିଯା। ତୋ ଭଳି ପଶୁ ଏଇ ବଣରେ ରହିଲେ ଅନ୍ୟମାନେ ନଷ୍ଟ ହୋଇଯିବେ। ବିଲୁଆ ମନ ଦୁଃଖରେ ଜଙ୍ଗଲ ଛାଡ଼ି ଚାଲିଗଲା। ଗଲାବେଳେ ନିଜ ଭୁଲ ପାଇଁ ପଶ୍ଚାତାପ କରୁଥିଲା। ଅନ୍ୟର ଅନିଷ୍ଟ କରିବାକୁ ଯାଇ ନିଜ ଖୋଳିଥିବା ଗାତରେ ସେ ନିଜେ ପଡ଼ିଗଲା।